ଦେଖନ୍ତୁ ଯଦି ରାଗିକି ଆତ୍ମସନ୍ତୋଷ ପାଇପାରୁଛନ୍ତି ତ ରାଗିବା ନିହାତି ଦରକାର। ସମସ୍ତେ ପାଆନ୍ତୁ, ଆଶା କରିବି ଆହୁରି ଏମିତି ଭଲ ପାଆନ୍ତୁ, ବାସ୍ ଭରସା ବିଶ୍ୱାସ ରଖନ୍ତୁ, ଆଉ କେବେ କିଛି ଭୁଲ ନ ହଉ, ସବୁ ଭଲରେ ଚାଲୁ, ସୁରକ୍ଷରେ କିଛି ନାହିଁ। ମୁଁ ଆପଣଙ୍କୁ କଷ୍ଟ ଦେଇକି କହିକି ଲାଭଟା କଣ ପାଇବି? ଆପଣଙ୍କ ମନକୁ କଷ୍ଟ ହବ ତ ଲାଭଟା କଣ ପାଇବେ? ସେ ଡାଇଲଗଟା ୱିଥ୍ ବିଜିଏମ୍ ସେଟା ଭଲ ଲାଗିବ। ଏଠି କହିଲେ କିଛି ନାହିଁ, ସେ ଡାଇଲଗ କହିଲା ମାନେ ସେଇଟା ପଡିଯିବ ଥମ୍ବନେଲରେ ଯେ ପିୟୁଷ ଚ୍ୟାଲେଞ୍ଜ କଲେ, ଏହା କଲେ, ସେୟା କଲେ, ସୋ ଦ୍ୟାଟ୍ ଆମେ ସେ ଲାଇନ କି ଯିବାନି। ସେମିତି ନୁହଁ, ଆଜିକା ଜୀବନ କାଲିକି ନାହିଁ। ଗର୍ବ ଅହଙ୍କାର ଏସବୁ କାହା ପାଇଁ? ମରିଗଲା ପରେ ବାସ୍ କିଏ ଜଣେ କହିବେ ଯେ ହଁ ମୋ ସାଙ୍ଗ ଭଲ ଥିଲା କି ମୋ ଭାଇଟି ଭଲ ଥିଲା, ସେତିକି ନେଇ ଯିବାର ଅଛି। ତ ଗର୍ବ ଅହଙ୍କାର କଣ? ଆଜ୍ଞା, ଯେହେତୁ ମୁଁ ଯାତ୍ରା କଳାକାର, ଯାତ୍ରା ତ ନିହାତି କରିବି। ଆଜି କରିନି କାଲି କରିବି, କିନ୍ତୁ ଯାତ୍ରା ହିଁ କରିବି। ଆଉ ଡେଟ୍ ତ ସମସ୍ତେ ଡିକ୍ଲେୟାର ହେଇ ସାରିଛି, ଜାନୁଆରୀ 5 ତାରିଖ ଓଡ଼ିଶା ସେବାରତ୍ନ ସମ୍ମାନ 2025। ମୁଁ ତ ଜାଣିନଥିଲି ମୁଁ ଏ ସମ୍ମାନ ପାଉଛି ବୋଲି। ମୁଁ ଜାଣିନଥିଲି ଏ ସମ୍ମାନ ମତେ ମିଳୁଛି ବୋଲି। ମୁଁ ବହୁତ ଲେଟରେ ଜାଣିଲି। ମତେ ସଞ୍ଜୟ ଭାଇ ଜଣେଇଲେ, ମୋ ବଡ ଭାଇ, ଏବଂ ଆପଣ ମାନଙ୍କର ଭଲ ପାଇବା, ଆଶୀର୍ବାଦ ଆଉ ସଞ୍ଜୟ ଭାଇଙ୍କ ଭଲ ପାଇବା ଆଜି ମତେ ଆଣି ଏଇଠି ଠିଆ କରିପାରିଛି, ସମ୍ମାନର ଅଧିକାର କରିପାରିଛି। ସେଥିପାଇଁ ସମସ୍ତ ଦର୍ଶକ ଆଉ ବଡ ଭାଇଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଆଶା କରିବି ତାଙ୍କ ଭଲ ପାଇବା ଏମିତି ସବୁବେଳେ ସାଙ୍ଗରେ ରହିବ। ଆଜ୍ଞା, ଯେହେତୁ ମୁଁ ଯାତ୍ରା କଳାକାର, ଯାତ୍ରା ତ ନିହାତି କରିବି। ଆଜି କରିନି କାଲି କରିବି, କିନ୍ତୁ ଯାତ୍ରା ହିଁ କରିବି। ଆଉ ଡେଟ୍ ତ ସମସ୍ତେ ଡିକ୍ଲେୟାର ହେଇ ସାରିଛି, ଜାନୁଆରୀ 5 ତାରିଖ ତୁ ମୋ ବଜରଙ୍ଗୀ 2026। ତ ନିହାତି ଆସିବି। ନାଇଁ, ସେଇଟା ଭୁଲ କଥା। ଦର୍ଶକଙ୍କ ଭଲ ପାଇବା ଯାହା ସାଙ୍ଗରେ ରହିବ, ସେଇଠି ସବୁବେଳେ ବାଲିଯାତ୍ରା ହବ। ତେଣୁ ମୋ ସହିତ କାହିଁକି ଆହୁରି ବହୁତ କଳାକାରଙ୍କ ସହିତ ଦର୍ଶକଙ୍କ ଭଲ ପାଇବା ଅଛି। ନା ବାସ୍ ଗୋଟେ କଳାକାର ମୁଁ କଣ ବା କରିପାରିବି? ମୋ କଳାର ଅନ୍ତର୍ଭୁକ୍ତ ଯାହା ହିଁ କାମ, ତାକୁ ହିଁ ମୁଁ କରିବି। ତା ଭିତରେ ମ୍ୟୁଜିକ ଭିଡିଓ ଯାଉଛି, ସିରିଏଲ ଯାଉଛି, ଯାତ୍ରା ବି ଯାଉଛି। ନାଇଁ, ଦାଢି କାଟି ଦେଇଛି ବୋଲି ଟିକେ ଟ୍ରାନ୍ସଫରମେସନ ଲାଗୁଛି, ନହେଲେ ସେମିତି କିଛି ନାହିଁ। ଯୋଉମାନେ 2 ଦିନ 3 ଦିନ ଆସୁଛନ୍ତି ସେମାନେ ନିଜକୁ ବହୁତ ଗର୍ବ କରନ୍ତି। ପିୟୁଷ ଯାହାକୁ ସମସ୍ତ ସାରା ଓଡିଶା କହୁଛି ଆଗ ଧାଡ଼ିରେ କଳାକାର ଏବଂ ସୁପରଷ୍ଟାର, ନିଜକୁ କେବେ ଗର୍ବ କରନ୍ତି? ନା, ସେମିତି ନୁହଁ, ଆଜିକା ଜୀବନ କାଲିକି ନାହିଁ। ଗର୍ବ ଅହଙ୍କାର ଏସବୁ କାହା ପାଇଁ? ମରିଗଲା ପରେ ବାସ୍ କିଏ ଜଣେ କହିବେ ଯେ ହଁ ମୋ ସାଙ୍ଗ ଭଲ ଥିଲା କି ମୋ ଭାଇଟି ଭଲ ଥିଲା, ସେତିକି ନେଇ ଯିବାର ଅଛି। ତ ଗର୍ବ ଅହଙ୍କାର କଣ? ଯୋଉମାନେ ପିୟୁଷକୁ ପଛରେ ଖରାପ କହୁଛନ୍ତି, କିଛି ଅସୁବିଧା ନାହିଁ। ମୋର କୌଣସି ଗୋଟେ ଗୁଣ କି ମୋର କୌଣସି ଗୋଟେ କାମ ହୁଏତ ତାଙ୍କୁ କଷ୍ଟ ଦେଇଥିବ, ତେଣୁ ସେମାନେ ଖରାପ କହିବେ। ଭଲଟାକୁ ଯେମିତି ଖୁସିରେ ଗ୍ରହଣ କରାହଉଛି, କଷ୍ଟଟାକୁ ସେମିତି ଗ୍ରହଣ କରିବା ଦରକାର। ପିୟୁଷ ବିବାଦକୁ ମଧ୍ୟ ହସି ହସି ଗ୍ରହଣ କରୁଛନ୍ତି, ତାର କାରଣ କଣ ଆଜ୍ଞା? ତା ଛଡା ଆଉ କିଛି ଉପାୟ ନଥାଏ। ଯାତ୍ରା ଅନେଇଛି, ଯାତ୍ରା ଜଗତ ଅନେଇଛି ଏବଂ ଦର୍ଶକ ଅନେଇଛନ୍ତି ପୁଣି କେବେ ଆଉ ଥରେ ପିୟୁଷ ଚଢିବେ ଏବଂ ସେଇ ଶୁଣିବାକୁ ମିଳିବ ଶାନ୍ତି ଦେବୀ ଥକିଗଲ। ଶାନ୍ତି ଦେବୀ ଥକିଗଲେ କି ତ ଆଉ ଶୁଣିବାକୁ ମିଳିବନି, କିନ୍ତୁ ଯଦି ଆଶା କରିବି ବହୁତ ଭଲ ନାଟକ ହୁଏ ତ ଦର୍ଶକଙ୍କ ପାଖରେ ନିହାତି ଆଦୃତ ହବ। କେହି ଥକି ନାହାନ୍ତି, କେବଳ ଆପଣ ଥକି ଯାଇଛନ୍ତି, ଆଉ କେହି ଥକି ନାହାନ୍ତି। ଟିଜରରେ ସେ ଡାଇଲଗଟା ୱିଥ୍ ବିଜିଏମ୍ ସେଟା ଭଲ ଲାଗିବ। ଏଠି କହିଲେ କିଛି ନାହିଁ, ସେ ଡାଇଲଗ କହିଲା ମାନେ ସେଇଟା ପଡିଯିବ ଥମ୍ବନେଲରେ ଯେ ପିୟୁଷ ଚ୍ୟାଲେଞ୍ଜ କଲେ, ଏହା କଲେ, ସେୟା କଲେ, ସୋ ଦ୍ୟାଟ୍ ଆମେ ସେ ଲାଇନ କି ଯିବାନି। ସମସ୍ତେ ଆମର ଛୁଟି ଉପଡି ଯାଇଥାନ୍ତା, ସେଥିପାଇଁ ଛୋଟ କରି ଦିଆଯାଇଛି। କାହିଁକି? ଜମା ଥକିନି, ମ୍ୟୁଜିକ ଭିଡିଓ କରୁଛି, ସିରିଏଲ କରୁଛି। ରିଲ୍ସ ଗୋଟେ ଟାଇମ୍ ଥିଲା କରୁଥିଲି, ଏବେ ଆଉ ବ୍ୟସ୍ତବହୁଳ ଜୀବନ ଭିତରେ ରିଲ୍ସ କରିବା ପାଇଁ ତ ସମୟ ମିଳୁନି। ତାପରେ ଓନ୍ ଭଏସର ସେ କଥା ଗୁଡା ଆଉ ମୁଁ ଟିକେ ନିଜକୁ କମ୍ଫର୍ଟେବଲ ଫିଲ୍ କରୁନି ବୋଲି ଆଉ କରୁନି। ମୋର ସାନ ଭାଇଟେ ସାର୍, ତ ନିହାତି କାହିଁ କାମ କରିବେନି? ହଁ, ସିଏ ବି ଜଣେ ଆମର କଳାକାର ଭାଇ, ଜଣେ ମୋର ସାନ ଭାଇ ଜଣେ। ତାଙ୍କର ଭଲ ପାଇବା ମୋ ସାଙ୍ଗରେ ଅଛି, ବହୁତ ଭଲ। ଆଉ
आगु मध्य बहुत ब्राइट फ्यूचर अछि ये भलो पाए ना आज्ञा पीयूष को जोमाने भल पाआंतिनी मते समस्त पाए आशा करी आहुरी एमती भल पातु बस भरोसा विश्वास रखंतु आउ केबे किछि भूल न हो सब भलरे चलो सुरखरे संजय जो मिठा कथा कहबार राज कोन किछि नै मु आपन कष्ट देई की कहि की लाभटा कोन पाइबे आपन को मन कष्ट होबते लाभटा कोन मिले किछ तो लाभ मिलिबार नै त आपन कष्ट देई लाभ सबले जो माने रागुदन सेमानु कोन रहइबो आपन उपदेश जो माने रागुदन सबले कि मिडुछि रागंतु जदि रागी के आत्मसंतोष पाई परछंती तो रागीबा निहाती दरकार थैंक यू